ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଫେବୃଆରୀ 12 ତାରିଖରେ ଭାରତ ବନ୍ଦ। ଦର୍ଶକ ବନ୍ଧୁ ଫେବୃଆରୀ 12 ତାରିଖ ଦିନ କଣ କଣ ସବୁ ବନ୍ଦ ରହିବ ଏହା ଜାଣିବା ପାଇଁ ଆପଣ ମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜମାରୁ ସ୍କିପ କରନ୍ତୁ ନାହିଁ, ନହେଲେ ଫେବୃଆରୀ 12 ତାରିଖ ଦିନ କଣ କଣ ସବୁ ବନ୍ଦ ରହିବ ଏହା ସଠିକ ଖବର ପାଇପାରିବେ ନାହିଁ। ତେଣୁକରି ଆପଣଙ୍କୁ ଭିଡିଓଟିକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ତା ସହିତ ଚ୍ୟାନେଲକୁ ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ଆଉ ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ ଖବର ସର୍ବପ୍ରଥମେ ଆପଣ ମାନେ ପାଇପାରିବେ। ଆଉ ନିଜ ବନ୍ଧୁ ମାନଙ୍କୁ ନିହାତି ଭାବରେ ସେୟାର କରନ୍ତୁ, ଯାହା ଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ଖବର ପାଇପାରିବେ। ସୂଚନା ଅନୁସାରେ ସହର ସ୍ଥାନରେ ଯାନବାହନର ଚଳାଚଳକ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଘରୋଇ ବସ୍ ସଂଘ ସୁରକ୍ଷା ଦୃଷ୍ଟିରୁ ବସ୍ ଚଳାଚଳକ ବନ୍ଦ ହେବାର ନିଷ୍ପତ୍ତି ନେଇପାରନ୍ତି। ଅଟୋ ଏବଂ ଟ୍ୟାକ୍ସି ମଧ୍ୟ ସହର ସ୍ଥାନରେ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ଓ କଲେଜ ଅନେକ ସ୍ଥାନରେ ବନ୍ଦ ରହିବ ବୋଲି ଆଶଙ୍କା କରାଯାଇଛି। ବଜାର ଓ ବ୍ୟାପାର ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ପ୍ରଭାବ ଦେଖିବାକୁ ମିଳିପାରେ, କିନ୍ତୁ ଟ୍ରେନ ବନ୍ଦ ହେବାର ସୂଚନା ଏବେ ପର୍ଯ୍ୟନ୍ତ ସଠିକ ମିଳିନାହିଁ। ଏବେ ଆମେ ଜାଣିବା ଜରୁରୀ କାଳୀନ ସେବା, ଆମ୍ବୁଲାନ୍ସ, କ୍ଷୀର ଗାଡି ଏବଂ ଦମକଳ କେନ୍ଦ୍ର ଚାଲୁ ରହିବ। ତେଣୁକରି ଆପଣଙ୍କୁ ଗୋଟିଏ ଅନୁରୋଧ, ଏଇ ଦିନ ଆପଣ ମାନେ କୁଆଡେ ବି ଦୂର ରାସ୍ତାକୁ ଯାଆନ୍ତୁ ନାହିଁ, ନହେଲେ ଆପଣ ରାସ୍ତାରେ ହଇରାଣ ହେଇପାରନ୍ତି। ଫେବୃଆରୀ 12 ତାରିଖ ଦିନ କେତେ ସମୟରୁ ଭାରତ ବନ୍ଦ ରହିବ? ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ ବୋଲି ଆଶଙ୍କା କରାଯାଇଛି। ଦର୍ଶକ ବନ୍ଧୁ ଭିଡିଓକୁ ଏବେ ପର୍ଯ୍ୟନ୍ତ ଯଦି ଆପଣ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ, ଆଉ ତା ସହିତ ଆପଣ ନୂଆ କରି ଚ୍ୟାନେଲକୁ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଆଉ ନିଜ ବନ୍ଧୁ ମାନଙ୍କୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ଖବର ପାଇପାରିବେ। ଅଧିକା ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖନ୍ତୁ। ଦର୍ଶକ ବନ୍ଧୁ ଆପଣ କୋଉ କୋଉ ଜିଲ୍ଲାରୁ ଦେଖୁଛନ୍ତି ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ।